ନା ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ମାନେ ଭଗବାନ କିଏ ଏହାକୁ ହିଁ ମଧ୍ୟ ତମକୁ ଶିଖେଇଛନ୍ତି କିଏ ନା ଗୋଟେ ଗୁରୁ ହିଁ ତମକୁ କଣ ଯେ ଏହା ଶିଖେଇଛନ୍ତି। ଆଉ ତମ ଜୀବନର ପ୍ରଥମ ଗୁରୁ କିଏ ହେଲେ ତମର ବାପା ଏବଂ ମା। ଯଦି ଆମେ ପୁରାପୁରି ଯଦି ଦେଖିବାକୁ ଗଲେ ଆମର ମା ହେଲେ ଆମର ପ୍ରଥମ ଗୁରୁ, ତାପରେ ଆମର ବାପା ହେଲେ ଆମର ଦ୍ୱିତୀୟ, ତାପରେ ଶିକ୍ଷାନୁଷ୍ଠାନ ଗୁଡିକରେ ବିଭିନ୍ନ ପ୍ରକାର ଶିକ୍ଷକ ମାନେ ଆପଣଙ୍କୁ କଣ କରିଥାନ୍ତି ପାଠ ପଢିଥାନ୍ତି, ତାପରେ ସିଏ ଆପଣଙ୍କର କଣ ହେଇଯିବେ ନା ଗୁରୁ ଗୋଟେ ପ୍ରକାର ହେଇଯିବ। ଆଉ ଯେତେବେଳେ ବି ମଧ୍ୟରେ କଣ ଯେ ଭଗବାନଙ୍କୁ ଆପଣ କଣ ଯେ ଭଗବାନଙ୍କୁ ମାନୁଛନ୍ତି କେତେବେଳେ ମାନୁଛନ୍ତି ଯେତେବେଳେ ଆପଣଙ୍କୁ ଜଣେ କିଏ କହୁଛି ଯେ ଇଏ ସବୁଠାରୁ ବଡ ଶକ୍ତିମାନ। ଯଦି ଆପଣ ଯଦି ତାଙ୍କେ ଜାଣିନଥାନ୍ତି ସେ ଶକ୍ତିମାନ ଅଟେ ବୋଲି ଆପଣ ତାଙ୍କୁ କେବେ ମଧ୍ୟ ଭଗବାନ ରୂପେ ମାନିଛନ୍ତି। ତେଣୁକରି ଭଗବାନ ବି ମଧ୍ୟରେ କଣ କରିଛନ୍ତି ଯେତେବେଳେ ଧରା ପୃଷ୍ଠରେ ଅବତରଣ କରିଛନ୍ତି ସେ ବି ମଧ୍ୟରେ କଣ କରିଛନ୍ତି ନା ଜଣକୁ ଗୁରୁ ରୂପେ କଣ ପ୍ରାପ୍ତ କରିଛନ୍ତି, ମାନେ ବନେଇଛନ୍ତି, ଜଣକୁ ଗୁରୁ ମାନିଛନ୍ତି। କେବଳ ଭଗବାନ ରାମ ହେଇଗଲେ ଆମର ଶ୍ରୀକୃଷ୍ଣ ହେଇଗଲେ ସିଏ ବି ମଧ୍ୟ ରହୁଛନ୍ତି କାହିଁକି ସମସ୍ତେ ନିଜ ନିଜର ଗୁରୁ ମାନଙ୍କୁ କଣ ସମ୍ମାନ ଦେଇଛନ୍ତି ଏବଂ ଆଦର୍ଶ ତାଙ୍କର କଣ ଯେ ବଖାଣି। ତେଣୁକରି କଣ ଯେ ଶେଷରେ ପଢିଥିଲେ ଗୁରୁର ସ୍ଥାନ ସବୁଠାରୁ ଉଚ୍ଚରେ ଅଟେ। ଆପଣ କେତେବେଳେ କଣ ହେଇଥାଇ ପାରନ୍ତି କିନ୍ତୁ ପ୍ରତ୍ୟେକ ସମୟରେ ଆପଣ ନିଜର ଗୁରୁକୁ ଖାସ କରି ପ୍ରାଥମିକ ଶିକ୍ଷକକୁ କଣ ଯେ ମନେ ପକେଇବା ପାଇଁ ବୋଲି କାହିଁକିନା ସେ ହିଁ ଆପଣଙ୍କୁ କଣ ଯେ ଚାଲିବାର ବାଟ ଏବଂ ପଢାର ଅସଲି ମହତ୍ଵ ଏବଂ ପୁନଃ ଆପଣଙ୍କର ପକେଇବାରେ ସାହାଯ୍ୟ କରିଥାଉ। ତେଣୁକରି ଆପଣ କୋଉ ପ୍ରକାର ଗୁରୁକୁ ଭୁଲି ଯାଆନ୍ତୁ ପ୍ରାଥମିକ ଗୁରୁକୁ କେବେ ବି ମଧ୍ୟ ଭୁଲିବେ ଯିଏକି ଆପଣଙ୍କୁ ଅ ଆ ଶିଖେଇଛନ୍ତି, ଯିଏକି ଆପଣଙ୍କୁ ଏକ ଦୁଇ ଶିଖେଇଛନ୍ତି, ଏ ବି ଶିଖେଇଛନ୍ତି, ସେ ହିଁ କଣ ଯେ ପ୍ରକୃତ ଆପଣଙ୍କର କଣ ପ୍ରଥମ ଗୁରୁ। ପ୍ରକୃତରେ ଗୁରୁ ହେଲେ ସିଏ ଉଚ୍ଚ କ୍ଲାସର ତ ଗୁରୁ ଅଲଗା ପ୍ରକାର। ଯଦି ପ୍ରାଥମିକ ଶିକ୍ଷକ ଯଦି କଣ ଯେ ଆପଣଙ୍କୁ ଯଦି ସେଇ ଅ ଆ ଇ ଏ ବି ସି ଡି 1 2 3 4 ଏତେ ଶିଖେଇ ନଥାନ୍ତା ତେବେ ଆପଣଙ୍କର ଉଚ୍ଚତମ ଗୁରୁ କେବେ ବି ମଧ୍ୟ ଏହାକୁ ଶିଖେଇ ପାରିବ ନାହିଁ। ତେଣୁକରି କଣ ଯେ ଯେବେ ବି ମଧ୍ୟ ହେଲେ ଆପଣ ନିଜର ପ୍ରାଥମିକ ଗୁରୁକୁ ଦେଖିବେ ସେତେବେଳେ ସମ୍ମାନ। ଶେଷରେ ପୁଣି ଥରେ କଣ ଯେ ଗୁରୁ ଦିବସ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ଆଜି ପାଇଁ ଏତିକି। ଜୟ ହିନ୍ଦ।